ଗଦାଧରଙ୍କ ବିଦ୍ୟାର୍ଜନରେ ଉଦାସୀନତାର କାରଣ। ଏପରି ଧର୍ମ ପ୍ରବୃତ୍ତି ବର୍ଦ୍ଧିତ ହେଲେ ମଧ୍ୟ ଗଦାଧରଙ୍କ ବିଦ୍ୟାଭ୍ୟାସରେ ଅନୁରାଗ ସେତେ ପ୍ରବୃଦ୍ଧ ହେଲା ନାହିଁ। ପଣ୍ଡିତ ଭଟ୍ଟାଚାର୍ଯ୍ୟ ଆଦି ଉପାଧିଭୂଷିତ ବ୍ୟକ୍ତିମାନଙ୍କର ଐହିକ ଭୋଗ ସୁଖ ଓ ଧନଲାଳସା ଦେଖି ସେ ସେମାନଙ୍କ ପରି ବିଦ୍ୟାର୍ଜନରେ ଦିନକୁ ଦିନ ଉଦାସୀନ ହୋଇଯାଇଥିଲେ। କାରଣ ବାଳକର ସୂକ୍ଷ୍ମ ଦୃଷ୍ଟି ଏବେ ସମସ୍ତଙ୍କ କାର୍ଯ୍ୟରେ ଉଦ୍ଦେଶ୍ୟ ନିରୂପଣରେ ପ୍ରଥମରୁ ହିଁ ଅଗ୍ରସର ହେଉଥିଲା ଏବଂ ତାଙ୍କର ପିତାଙ୍କର ବୈରାଗ୍ୟ, ଈଶ୍ୱରଭକ୍ତି, ସତ୍ୟ, ସଦାଚାର ଓ ଧର୍ମପରାୟଣ ଆଦି ଗୁଣଗୁଡ଼ିକ ଆଦର୍ଶ ରୂପେ ସମ୍ମୁଖ ରଖି ସେମାନଙ୍କର ଆଚରଣର ମୂଲ୍ୟ ନିରୂପଣରେ ପ୍ରବୃତ୍ତ କରୁଥିଲା। ଏପରି ବିଚାର ଦ୍ୱାରା ସେ ସଂସାରରେ ସମସ୍ତ ବ୍ୟକ୍ତିଙ୍କର ଅନ୍ୟ ପ୍ରକାର ଉଦ୍ଦେଶ୍ୟ ଦେଖି ବିସ୍ମିତ ହେଉଥିଲା। ଆହୁରି ମଧ୍ୟ ଅନୀତି ସଂସାରକୁ ନିତ୍ୟ ରୂପେ ଗ୍ରହଣ କରି ସେମାନେ ସର୍ବଦା ଦୁଃଖରେ ମୁହ୍ୟମାନ ହେବା ଦେଖି ସେ ବିମର୍ଷ ମଧ୍ୟ ହେଉଥିଲା। ଏପରି ଦେଖି ଶୁଣି ନିଜ ଜୀବନ ଭିନ୍ନ ଭାବରେ ପରିଚାଳିତ କରିବାକୁ ତାହାର ମନରେ ସଂକଳ୍ପ ଉଦୟ ହେବା ବିଚିତ୍ର ନୁହେଁ। ପାଠକମାନେ ହୁଏତ ପୂର୍ବୋକ୍ତ ବିଷୟ ଶୁଣି କହିବେ, ଏକାଦଶ ବା ଦ୍ୱାଦଶ ବର୍ଷୀୟ ବାଳକର ସୂକ୍ଷ୍ମଦୃଷ୍ଟି ଓ ବିଚାର ଶକ୍ତିର ଏତେଦୂର ବିକାଶ କ'ଣ ସମ୍ଭବ ହୋଇପାରେ? ଉତ୍ତରରେ କୁହାଯାଇପାରେ, ସାଧାରଣ ପିଲାମାନଙ୍କର ଏପରି ନ ହେବା ସ୍ୱାଭାବିକ। କିନ୍ତୁ ଗଦାଧର ସାଧାରଣ ସ୍ତରର ପିଲା ନ ଥିଲେ। ଅସାଧାରଣ ପ୍ରତିଭା, ମେଧ, ମାନସିକ ସଂସ୍କାର ସମୂହ ନେଇ ସେ ଜନ୍ମଗ୍ରହଣ କରିଥିଲେ। ସୁତରାଂ ଅଳ୍ପ ବୟସ ହେଲେ ମଧ୍ୟ ତାଙ୍କ ପକ୍ଷରେ ଏପରି କାର୍ଯ୍ୟ ବିଚିତ୍ର ନୁହେଁ। ସେଥିପାଇଁ ଏହି ପ୍ରକାର ହେବା ଆମ ନିକଟରେ ଯେପରି ପ୍ରତୀୟମାନ ହୁଏନା କାହିଁକି, ଆମେ ଅନୁସନ୍ଧାନରୁ ଘଟଣା ଯେପରି ଜାଣିଅଛୁ, ସତ୍ୟର ଅନୁରୋଧରେ ଆମମାନଙ୍କୁ ସେପରି ଉପସ୍ଥାପନ କରିବାକୁ ହେବ। ଗଦାଧରଙ୍କ ଶିକ୍ଷା ବର୍ତ୍ତମାନ କେତେଦୂର ଅଗ୍ରସର ହୋଇଥିଲା? ସେ ଯାହା ହେଉ ପ୍ରଚଳିତ ବିଦ୍ୟାଭ୍ୟାସରେ କ୍ରମଶଃ ଉଦାସୀନ ହେଲେ ମଧ୍ୟ ଗଦାଧର ପୂର୍ବପରି ନିୟମିତ ରୂପେ ପାଠଶାଳାକୁ ଯାଉଥିଲା ଏବଂ ମାତୃଭାଷାରେ ଲିଖିତ ମୁଦ୍ରିତ ଗ୍ରନ୍ଥ ସମୂହ ପଢ଼ିବାରେ ଓ ଲେଖିବାରେ ବିଶେଷ ରୂପେ ଦକ୍ଷ ହୋଇ ଉଠିଥିଲେ। ବିଶେଷତଃ ରାମାୟଣ, ମହାଭାରତ ଇତ୍ୟାଦି ଧର୍ମଗ୍ରନ୍ଥଗୁଡ଼ିକ ସେ ଏବେ ଭକ୍ତି ସହକାରେ ଏପରି ସୁନ୍ଦର ଭାବରେ ପାଠ କରୁଥିଲେ ଯେ ଲୋକମାନେ ତାହା ଶୁଣି ମୁଗ୍ଧ ହୋଇଯାଉଥିଲେ। ଗ୍ରାମର ସରଳଚିତ୍ତ ଅଜ୍ଞ ବ୍ୟକ୍ତିଗଣ ସେଥିପାଇଁ ଏ ସମସ୍ତ ଗ୍ରନ୍ଥ ତାଙ୍କ ମୁହଁରୁ ଶୁଣିବାକୁ ବିଶେଷ ଆଗ୍ରହ ପ୍ରକାଶ କରୁଥିଲେ। ବାଳକ ମଧ୍ୟ ସେମାନଙ୍କର ତୃପ୍ତି ସମ୍ପାଦନରେ କେବେହେଲେ ପରାଙ୍ଗମୁଖ ହେଉନଥିଲେ। ଯେପରି ସୀତାନାଥ ପାଇନ, ମଧୁଯୋଗୀ ପ୍ରଭୃତି ଅନେକ ସେଥିପାଇଁ ତାଙ୍କୁ ନିଜ ନିଜ ଗୃହକୁ ଡାକି ନେଉଥିଲେ ଏବଂ ସ୍ତ୍ରୀ ପୁରୁଷ ସମସ୍ତେ ଏକାଠି ହୋଇ ତାଙ୍କ ମୁହଁରୁ ପ୍ରହ୍ଲାଦ ଚରିତ, ଧ୍ରୁବ ଉପାଖ୍ୟାନ ଅଥବା ରାମାୟଣ ମହାଭାରତ ଇତ୍ୟାଦିରୁ ଅନ୍ୟ କୌଣସି ଉପାଖ୍ୟାନ ଭକ୍ତିର ସହିତ ଶ୍ରବଣ କରୁଥିଲେ। ରାମାୟଣ ମହାଭାରତ ଆଦି ବ୍ୟତୀତ କାମରୂପପୁର ଏହି ଅଞ୍ଚଳରେ ପ୍ରସିଦ୍ଧ ଦେବାଦେବୀଙ୍କର ପ୍ରକଟ କାହାଣୀ ସମୂହ ଗ୍ରାମ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ସରଳ ପଦ୍ୟରେ ଲିପିବଦ୍ଧ ହୋଇ ପ୍ରଚଳିତ ରହିଛି। ସେପରି ତାରକେଶ୍ୱର ମହାଦେବଙ୍କର ପ୍ରକଟିତ ହେବା କଥା ଯୋଗାଦିଆର ପାଲା, ବନବିଷ୍ଣୁପୁରର ମଦନମୋହନଜୀଙ୍କର ଉପାଖ୍ୟାନ ପ୍ରଭୃତି ଅନେକ ଦେବାଦେବୀଙ୍କର ଅଲୌକିକ ଚରିତ୍ର ଓ ସାଧୁ ଭକ୍ତମାନଙ୍କ ନିକଟରେ ସ୍ୱସ୍ୱରୂପ ପ୍ରକାଶ କରିବାର ବୃତ୍ତାନ୍ତ ସମୟ ସମୟରେ ଗଦାଧରଙ୍କ ଶ୍ରବଣଗୋଚର ହେଉଥିଲା। ବାଳକ ନିଜ ଶ୍ରୁତିଧର ଗୁଣତ୍ୱରେ ସେସବୁ ଶୁଣି ଆୟତ୍ତ କରି ରଖୁଥିଲେ ଏବଂ ସେହି ପ୍ରକାର ଉପାଖ୍ୟାନର ମୁଦ୍ରିତ ଗ୍ରନ୍ଥ ବା ପୋଥି ପାଇଲେ କେବେ କେବେ ତାହା ସ୍ୱହସ୍ତରେ ଲେଖି ରଖୁଥିଲେ। ଗଦାଧରଙ୍କ ସ୍ୱହସ୍ତ ଲିଖିତ ରାମକୃଷ୍ଣାୟଣ ପୋଥି, ଯୋଗାଦିର ପାଲା, ସୁବାହୁର ପାଲା ପ୍ରଭୃତି ଆମେ କାମରୂପପୁର ଘରେ ଅନୁସନ୍ଧାନ କରି ଦେଖିବାକୁ ପାଇ ସେ ବିଷୟରେ ଜାଣିପାରିଥିଲୁ। ଏ ସମସ୍ତ ଉପାଖ୍ୟାନଗୁଡ଼ିକ ମଧ୍ୟ ବାଳକ ଗ୍ରାମର ସରଳଚିତ୍ତ ନରନାରୀଙ୍କ ଅନୁରୋଧରେ ସେମାନଙ୍କ ନିକଟରେ ଏହି ସମୟରେ ବହୁବାର ଅଧ୍ୟୟନ ଆବୃତ୍ତି କରୁଥିଲେ। ଏଥିରେ ସନ୍ଦେହ ନାହିଁ। ଗଣିତ ଶାସ୍ତ୍ରରେ ବାଳକର ଉଦାସୀନତା କଥା ଆମେ ଏହା ପୂର୍ବରୁ ଉଲ୍ଲେଖ କରିଅଛୁ। କିନ୍ତୁ ପାଠଶାଳାକୁ ଯାଇ ସେ ବିଷୟରେ ମଧ୍ୟ ଉନ୍ନତି ସାଧନ କରିଥିଲା। ଆମେ ଶୁଣିଛୁ, ସେ ପଣିକିଆ ପାଟିଗଣିତରେ ଗୁଣନ ହରଣ ପର୍ଯ୍ୟନ୍ତ ତାଙ୍କର ଶିକ୍ଷା ଅଗ୍ରସର ହୋଇଥିଲା। କିନ୍ତୁ 10ମ ବର୍ଷରେ ଉପନୀତ ହୋଇ ଧ୍ୟାନରେ ପରିଣତ ସ୍ୱରୂପ ଯେତେବେଳେ ତାଙ୍କର ପୂର୍ବୋକ୍ତ ଭାବରେ ସମାଧି ଉପସ୍ଥିତ ହେବାକୁ ଲାଗିଲା, ସେତେବେଳେ ତାଙ୍କର ଅଗ୍ରଜ ରାମକୁମାର ପ୍ରମୁଖ ଘରର ଅନ୍ୟମାନେ ତାଙ୍କୁ ବାୟୁରୋଗ ହୋଇଛି ଭାବି ତାଙ୍କୁ ଯେତେବେଳେ ଇଚ୍ଛା ପାଠଶାଳାକୁ ଯିବାକୁ ଓ ଯାହା ଇଚ୍ଛା ଶିଖିବାକୁ ସ୍ୱାଧୀନତା ପ୍ରଦାନ କରିଥିଲେ। ସୁତରାଂ ଏହାପରେ କୌଣସି ବିଷୟରେ ତାହାର ଶିକ୍ଷା ଅଗ୍ରସର ହେଉନାହିଁ ଦେଖିଲେ ମଧ୍ୟ ଶିକ୍ଷକ ସେଥିପାଇଁ ତାଙ୍କୁ କେବେ ବାଧ୍ୟ କରୁନଥିଲେ। ଫଳରେ ଗଦାଧରଙ୍କ ପାଠଶାଳାର ଶିକ୍ଷା ଯେ ଏବେଠାରୁ ବିଶେଷ ଅଗ୍ରସର ହେଲା ନାହିଁ, ଏକଥା କହିବାକୁ ହେବ ନାହିଁ। ରାମେଶ୍ୱର ଓ ସର୍ବମଙ୍ଗଳାଙ୍କ ବିବାହ। ଏପରି ଭାବରେ 2 ବର୍ଷ କାଳ ଅତୀତ ହେଲା ଏବଂ ଗଦାଧର କ୍ରମେ ଦ୍ୱାଦଶ ବର୍ଷରେ ଉପନୀତ ହେଲେ। ତାଙ୍କ ମଧ୍ୟମ ଭ୍ରାତା ରାମେଶ୍ୱର ଏବେ 22 ବର୍ଷରେ ଓ କନିଷ୍ଠା ଭଉଣୀ ସର୍ବମଙ୍ଗଳା 9ମ ବର୍ଷରେ ପଦାର୍ପଣ କଲେ। ରାମେଶ୍ୱର ବିବାହଯୋଗ୍ୟ ହୋଇଥିବା ଦେଖି ଶ୍ରୀଯୁକ୍ତ ରାମକୁମାର କାମରୂପପୁର ନିକଟବର୍ତ୍ତୀ ଗୌରହାଟି ନାମକ ଗ୍ରାମର ଶ୍ରୀଯୁକ୍ତ ରାମଦାସ ବନ୍ଦୋପାଧ୍ୟାୟଙ୍କର ଭଗିନୀ ସହିତ ତାଙ୍କର ବିବାହ ସ୍ଥିର କଲେ ଏବଂ ରାମସଦୟଙ୍କୁ ନିଜ ଭଗିନୀ ସର୍ବମଙ୍ଗଳା ସହିତ ପରିଣୟ ସୂତ୍ରରେ ଆବଦ୍ଧ କଲେ। ଏପରି ରାମେଶ୍ୱରଙ୍କ ଅଦଳବଦଳ ବିବାହ ସ୍ଥିର ହେବାରୁ କନ୍ୟାପକ୍ଷଗଣଙ୍କୁ ଯୌତୁକ ଦେବା ପାଇଁ ଶ୍ରୀଯୁକ୍ତ ରାମକୁମାରଙ୍କୁ ବ୍ୟସ୍ତ ହେବାକୁ ପଡ଼ିଲା ନାହିଁ। ରାମକୁମାରଙ୍କର ପାରିବାରିକ ଜୀବନରେ ଏ ସମୟରେ ଅନ୍ୟ ଏକ ବିଶେଷ ଘଟଣା ମଧ୍ୟ ଉପସ୍ଥିତ ହୋଇଥିଲା। ଯୌବନ ଅବସାନରେ ମଧ୍ୟ ତାଙ୍କ ସହଧର୍ମିଣୀ ଗର୍ଭଧାରଣ ନ କରିବାରୁ ସମସ୍ତେ ତାହାଙ୍କୁ ବନ୍ଧ୍ୟା ବୋଲି ଭାବିଥିଲେ। ସେ ଏବେ ଗର୍ଭବତୀ ହେବା ଦେଖି ପରିବାରବର୍ଗଙ୍କ ମନରେ ଆନନ୍ଦ ଓ ଶଙ୍କା ଉଭୟ ଉଦିତ ହେଲା।
କାରଣ ଗର୍ଭଧାରଣ କଲେ ହିଁ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହେବ, ଏକଥା ସେମାନେ ଏହା ପୂର୍ବରୁ ରାମକୁମାରଙ୍କ ନିକଟରୁ ଶୁଣିଥିଲେ। ଗର୍ଭବତୀ ହୋଇ ରାମକୁମାରଙ୍କର ପତ୍ନୀର ସ୍ୱଭାବରେ ପରିବର୍ତ୍ତନ। ସେ ଯାହା ହେଉ, ସ୍ତ୍ରୀଙ୍କର ଗର୍ଭଧାରଣ ସମୟରେ ଶ୍ରୀଯୁକ୍ତ ରାମକୁମାରଙ୍କର ଭାଗ୍ୟଚକ୍ରରେ ବିଶେଷ ପରିବର୍ତ୍ତନ ଆସି ଉପସ୍ଥିତ ହେଲା। ଯେଉଁ ସମସ୍ତ ଉପାୟରେ ସେ ଏତେଦିନ ବେଶ୍ କିଛି ଅର୍ଜନ କରିଥିଲେ, ସେସବୁକୁ ଏବେ ପୂର୍ବପରି ଆଉ ଅର୍ଥାଗମ ହେଉନଥିଲା ଏବଂ ତାଙ୍କର ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଏବେଠାରୁ ଭଗ୍ନ ହେବାରୁ ସେ ଆଉ ପୂର୍ବପରି କର୍ମଠ ହୋଇ ରହିଲେ ନାହିଁ। ତାଙ୍କ ସ୍ତ୍ରୀଙ୍କର ଆଚରଣ ମଧ୍ୟ ଏବେ ଯେପରି ଭିନ୍ନ ଆକାର ଧାରଣ କଲା। ତାଙ୍କର ପୂଜ୍ୟ ପିତାଙ୍କ ସମୟରୁ ସଂସାରରେ ନିୟମ ଥିଲା ଯେ ଅନୁପବିତ୍ର ବାଳକ ଓ ପୀଡ଼ିତ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କେହି ରଘୁବୀରଙ୍କ ପୂଜା ପୂର୍ବରୁ ଜଳ ଗ୍ରହଣ କରିବେ ନାହିଁ। ତାଙ୍କର ପତ୍ନୀ ଏବେ ସେହି ନିୟମ ଭଙ୍ଗ କରିବାକୁ ଲାଗିଲେ ଏବଂ ଅମଙ୍ଗଳ ଆଶଙ୍କା କରି ଘରେ ଅନ୍ୟମାନେ ଏଥିରେ ପ୍ରତିବାଦ କଲେ ମଧ୍ୟ ସେ ସେମାନଙ୍କ କଥାରେ କର୍ଣ୍ଣପାତ କରୁନଥିଲେ। ଛୋଟ ଛୋଟ ବିଷୟକୁ ନେଇ ସେ ପରିବାରର ସମସ୍ତଙ୍କ ସହିତ ବିବାଦ ଓ ମନମାଳିନ୍ୟ ସୃଷ୍ଟି କରିବାକୁ ଲାଗିଲେ ଏବଂ ଶ୍ରୀମତୀ ଚନ୍ଦ୍ରା ଦେବୀ ନିଜ ସ୍ୱାମୀ ରାମକୁମାରଙ୍କର କଥାରେ ମଧ୍ୟ ଏପରି ବିପରୀତ ଆଚରଣ କରିବାରୁ କ୍ଷାନ୍ତ ହେଲେ ନାହିଁ। ଗର୍ଭାବସ୍ଥାରେ ସ୍ତ୍ରୀ ଲୋକଙ୍କ ସ୍ୱଭାବରେ ପରିବର୍ତ୍ତନ ହେବାରେ ସେମାନେ ଏ ସମସ୍ତ ଆଚରଣ ବିରୁଦ୍ଧରେ ଆଉ କିଛି ନ କହିଲେ ମଧ୍ୟ କାମର ପୁକୁର ଧର୍ମର ସଂସାରରେ ଏବେ ଶାନ୍ତି ପରିବର୍ତ୍ତେ ଅନେକ ସମୟରେ ଅଶାନ୍ତିର ଉଦୟ ହେବାକୁ ଲାଗିଲା। ରାମକୁମାରଙ୍କ ସାଂସାରିକ ଅବସ୍ଥାରେ ପରିବର୍ତ୍ତନ। ଅନ୍ୟପକ୍ଷରେ ରାମକୁମାରଙ୍କର ମଧ୍ୟମବ୍ରତ ରାମେଶ୍ୱର ଏବେ କୃତବିଦ୍ୟ ହେଲେ ମଧ୍ୟ ବିଶେଷ ଉପାର୍ଜନ କରିବାକୁ ସକ୍ଷମ ହେଲେ ନାହିଁ। ସୁତରାଂ ପରିବାରବର୍ଗଙ୍କ ସଂଖ୍ୟାବୃଦ୍ଧି ସହିତ ଆୟର ହ୍ରାସ ହୋଇ ସଂସାରରେ ପୂର୍ବପରି ସ୍ୱଚ୍ଛଳତା ରହିଲା ନାହିଁ। ଶ୍ରୀଯୁକ୍ତ ରାମକୁମାର ଏଥିରେ ଚିନ୍ତିତ ହୋଇ ନାନା ଉପାୟ ଚିନ୍ତା କରି ମଧ୍ୟ ଏହାର ପ୍ରତିକାର କରିବାକୁ ସମର୍ଥ ହେଲେ ନାହିଁ। କେହି ଯେପରି ସେହି ସମସ୍ତ ଉପାୟ ବିରୁଦ୍ଧରେ ଦଣ୍ଡାୟମାନ ହୋଇ ସେଗୁଡ଼ିକ ଫଳବାନ ହେବାକୁ ଦେଲା ନାହିଁ। ଏପରି ଚିନ୍ତା ଉପରେ ଚିନ୍ତା ଆସି ରାମକୁମାରଙ୍କ ଜୀବନ ଭାରାକ୍ରାନ୍ତ କରି ତୋଳିଲା ଏବଂ ଦିନ ପକ୍ଷ ମାସ ଅତୀତ ହୋଇ କ୍ରମେ ତାଙ୍କ ସ୍ତ୍ରୀଙ୍କର ପ୍ରସବ ସମୟ ନିକଟବର୍ତ୍ତୀ ହେବାର ଦେଖି ସେ ନିଜର ପୂର୍ବ ଦର୍ଶନ ସ୍ମରଣପୂର୍ବକ ଅଧିକତର ବିଷଣ୍ଣ ହେବାକୁ ଲାଗିଲେ। ପୁତ୍ର ପ୍ରସବାନ୍ତେ ରାମକୁମାରଙ୍କର ପତ୍ନୀଙ୍କର ମୃତ୍ୟୁ। କ୍ରମେ ସେହି କାଳ ସତରେ ଉପସ୍ଥିତ ହେଲା ଏବଂ ଶ୍ରୀଯୁକ୍ତ ରାମକୁମାରଙ୍କ ସହଧର୍ମିଣୀ 1849 ଖ୍ରୀଷ୍ଟାବ୍ଦର କୌଣସି ସମୟରେ ଏକ ପରମ ରୂପବାନ ପୁତ୍ର ପ୍ରସବାନ୍ତେ ତାର ମୁଖ ନିରୀକ୍ଷଣ କରୁ କରୁ ସୂତିକା ଗୃହରେ ହିଁ ସ୍ୱର୍ଗାରୋହଣ କଲେ। ରାମକୁମାରଙ୍କ ଦରିଦ୍ର ସଂସାରରେ ଏ ଘଟଣାରେ ଶୋକର ନିବିଡ଼ ଯବନିକା ପୁନରାୟ ନିପତିତ ହେଲା। ଯୌବନର ପ୍ରାରମ୍ଭରେ ରାମକୁମାରଙ୍କ କଲିକତାର ଟୋଲ ଖୋଲିବା। ପତ୍ନୀଙ୍କର ପରଲୋକ ହେଲା, କିନ୍ତୁ ରାମକୁମାରଙ୍କର ଦୁଃଖ ଦୁର୍ଦ୍ଦଶାର ଅବସାନ ହେଲା ନାହିଁ। ଉପାର୍ଜନ କମିଯିବାରୁ ଅର୍ଥ ଅଭାବରେ ତାଙ୍କ ସାଂସାରିକ ଅବସ୍ଥାରେ ଦିନକୁ ଦିନ ଅବନତି ହେବାକୁ ଲାଗିଲା। ଲକ୍ଷ୍ମୀବଜାର ଜମି ଖଣ୍ଡକରେ ଧାନ ଫସଲ ପର୍ଯ୍ୟାପ୍ତ ପରିମାଣରେ ଉତ୍ପନ୍ନ ହେଉଥିଲେ ମଧ୍ୟ ବସ୍ତ୍ରାଦି ଅନ୍ୟାନ୍ୟ ନିତ୍ୟ ପ୍ରୟୋଜନୀୟ ପଦାର୍ଥଗୁଡ଼ିକର ଅଭାବ ସଂସାରରେ ପ୍ରତିଦିନ ବଢ଼ିବାକୁ ଲାଗିଲା। ତଦୁପରି ତାଙ୍କର ବୃଦ୍ଧ ମାତା ଓ ମାତୃହୀନ ଶିଶୁପୁତ୍ର ଅକ୍ଷୟ ନିମିତ୍ତ ଏବେ ପ୍ରତିଦିନ କ୍ଷୀର ପ୍ରୟୋଜନ। ସୁତରାଂ ଋଣ କରି ଏସବୁ ପ୍ରୟୋଜନର ବ୍ୟବସ୍ଥା କରିବାକୁ ପଡ଼ିଲା ଏବଂ ଋଣଭାର ପ୍ରତିଦିନ ବୃଦ୍ଧି ବ୍ୟତୀତ ହ୍ରାସ ହେଲା ନାହିଁ। ଅଶେଷ ଚିନ୍ତା ଓ ନାନା ଉପାୟ ଅବଲମ୍ବନ କରି ମଧ୍ୟ ରାମକୁମାର ତାହା ପ୍ରତିରୋଧ କରିବାକୁ ଅସମର୍ଥ ହେଲେ। ସେତେବେଳେ ବନ୍ଧୁମାନଙ୍କ ପରାମର୍ଶରେ ଅନ୍ୟତ୍ର ଗମନ କଲେ ଆୟ ବୃଦ୍ଧିର ସମ୍ଭାବନା ହୋଇପାରେ ଭାବି ସେ ସେଥିନିମନ୍ତେ ପ୍ରସ୍ତୁତ ହେବାକୁ ଲାଗିଲେ। ତାଙ୍କର ଶୋକସନ୍ତପ୍ତ ମନ ମଧ୍ୟ ଏଥିରେ ସମ୍ମତି ପ୍ରଦାନ କଲା, କାରଣ ପ୍ରାୟ 30 ବର୍ଷ କାଳ ଯାହାକୁ ଜୀବନସଙ୍ଗିନୀ କରି ସଂସାର ଗଢ଼ିଥିଲେ, ତାଙ୍କର ସ୍ମୃତି ଯେଉଁ ଗୃହର ସର୍ବତ୍ର ବିଜଡ଼ିତ ରହିଅଛି, ସେହି ଗୃହରୁ ଦୂରେଇ ରହିଲେ ଶାନ୍ତି ଲାଭର ସମ୍ଭାବନା ହୋଇପାରେ। ସୁତରାଂ କଲିକତା କିମ୍ବା ବର୍ଦ୍ଧମାନ କେଉଁଠାକୁ ଗଲେ ଅଧିକ ଅର୍ଥାଗମର ସମ୍ଭାବନା, ସେ ବିଷୟରେ ପରାମର୍ଶ ଚାଲିଲା। ପରିଶେଷରେ ସ୍ଥିର ହେଲା ଯେ ପ୍ରଥମୋକ୍ତ ସ୍ଥାନକୁ ଯିବା ହିଁ ଉଚିତ ହେବ, କାରଣ ସିଂହଡ଼ ଗ୍ରାମର ମହେଶଚନ୍ଦ୍ର ଚଟ୍ଟୋପାଧ୍ୟାୟ, ଦେଶଡ଼ାର ରାମଧନ ଘୋଷ ପ୍ରଭୃତି ତାଙ୍କର ପରିଚିତ ଅନେକ ବ୍ୟକ୍ତି କଲିକତା ଯାଇ ଭଲ ଉପାର୍ଜନ କରି ନିଜ ନିଜ ସଂସାରର ଶ୍ରୀବୃଦ୍ଧି ସାଧନ କରିଛନ୍ତି। ଏକଥା ତାଙ୍କର ବନ୍ଧୁମାନେ ତାଙ୍କୁ କହିବାକୁ ଲାଗିଲେ। ସେ ସମସ୍ତ ବ୍ୟକ୍ତିମାନେ ଯେ ତାଙ୍କଠାରୁ ବିଦ୍ୟା, ବୁଦ୍ଧି ଓ ଚରିତ୍ର ବଳରେ ଅନେକାଂଶରେ ହୀନ, ଏକଥା ମଧ୍ୟ ତାଙ୍କର ବନ୍ଧୁମାନେ ତାଙ୍କୁ କହିବାକୁ ଭୁଲିଲେ ନାହିଁ। ସୁତରାଂ ପତ୍ନୀ ବିୟୋଗର ସ୍ୱଳ୍ପକାଳ ପରେ ଶ୍ରୀଯୁକ୍ତ ରାମକୁମାର ରାମେଶ୍ୱରଙ୍କ ଉପରେ ସଂସାର ଭାର ଅର୍ପଣ କରି କଲିକତା ଆସିଲେ ଏବଂ ଝାମର ପୁକୁର ନାମକ ଏକ ପଡ଼ାରେ ଟୋଲ ଖୋଲି ଛାତ୍ରଗଣଙ୍କୁ ଅଧ୍ୟୟନ କରିବାକୁ ନିଯୁକ୍ତ ହେଲେ। ରାମକୁମାରଙ୍କ ପତ୍ନୀଙ୍କ ମୃତ୍ୟୁରେ ପାରିବାରିକ ପରିବର୍ତ୍ତନ। ରାମକୁମାରଙ୍କ ପତ୍ନୀଙ୍କ ମୃତ୍ୟୁରେ କାମରପୁକୁରର ପାରିବାରିକ ଜୀବନରେ ଅନେକ ପରିବର୍ତ୍ତନ ଦେଖାଦେଲା। ଶ୍ରୀମତୀ ଚନ୍ଦ୍ରା ସେହି ଘଟଣାରେ ଗୃହକର୍ମର ସମସ୍ତ ଭାର ପୁନରାୟ ଗ୍ରହଣ କରିବାକୁ ବାଧ୍ୟ ହେଲେ। ରାମକୁମାରଙ୍କ ପୁତ୍ର ଅକ୍ଷୟର ଲାଳନପାଳନ ଦାୟିତ୍ୱ ମଧ୍ୟ ତାଙ୍କ କାନ୍ଧରେ ପଡ଼ିଲା। ତାଙ୍କର ମଧ୍ୟମ ପୁତ୍ର ରାମେଶ୍ୱରଙ୍କ ପତ୍ନୀ ତାଙ୍କୁ ଏ ସମସ୍ତ କାର୍ଯ୍ୟରେ ଯଥାସାଧ୍ୟ ସାହାଯ୍ୟ କରିବାକୁ ଲାଗିଲେ। ମାତ୍ର ସେ ସେତେବେଳେ ଛୋଟ ବାଳିକା, ତାଠାରୁ ବିଶେଷ ସାହାଯ୍ୟ ମିଳିବାର ସମ୍ଭାବନା ନଥିଲା। ତେଣୁ ରଘୁବୀରଙ୍କ ସେବା, ଅକ୍ଷୟର ଲାଳନ ପାଳନ
ଏବଂ ରନ୍ଧନ ଆଦି ଗୃହକର୍ମ ପ୍ରଭୃତି ସବୁକିଛି ଏବେ ତାଙ୍କୁ ହିଁ କରିବାକୁ ପଡ଼ୁଥିଲା। ଏ ସମସ୍ତ କର୍ମ ସମ୍ପୂର୍ଣ୍ଣ କରିବାକୁ ତାଙ୍କର ସମସ୍ତ ଦିନ କଟି ଯାଉଥିଲା। ବିଶ୍ରାମ ନିମିତ୍ତ ତିଳେଅଧେ ଅବସର ରହୁନଥିଲା। 58 ବର୍ଷ ବୟସରେ ସଂସାରର ସମସ୍ତ ଭାର ଏପରି କାନ୍ଧରେ ବହନ କରିବା ସୁଖକର ନ ହେଲେ ମଧ୍ୟ ଶ୍ରୀ ରଘୁବୀରଙ୍କର ଏପରି ଇଚ୍ଛା ବୁଝି ଚନ୍ଦ୍ରାଦେବୀ ବିନା ଅଭିଯୋଗରେ ସମସ୍ତ ନିର୍ବାହ କରିବାକୁ ଲାଗିଲେ। ରାମେଶ୍ୱରଙ୍କ କଥା। ଅନ୍ୟ ଦିଗରେ ସଂସାରର ଆୟବ୍ୟୟର ଭାର ଶ୍ରୀଯୁକ୍ତ ରାମେଶ୍ୱରଙ୍କ ଉପରେ ଏବେଠାରୁ ପଡ଼ିବାରୁ ସେ କିପରି ଉପାର୍ଜନ କରି ପରିବାରବର୍ଗଙ୍କୁ ସୁଖୀ କରିପାରିବେ ସେ ବିଷୟରେ ଚିନ୍ତିତ ରହିଲେ। କିନ୍ତୁ କୃତବାଦ୍ୟ ହେଲେ ମଧ୍ୟ ସେ କଦାପି ବିଶେଷ ଉପାର୍ଜନକ୍ଷମ ହୋଇଥିଲେ ବୋଲି ଆମେ ଶୁଣିନାହୁଁ। ତଦୁପରି ପରିବ୍ରାଜକ ସାଧୁ ସାଧକଗଣଙ୍କୁ ଦେଖିଲେ ସେ ସେମାନଙ୍କ ସହିତ ଅନେକ ସମୟ ଅତିବାହିତ କରୁଥିଲେ ଏବଂ ସେମାନଙ୍କର କୌଣସି ଅଭାବ ଦେଖିଲେ ତାହା ମୋଚନ କରିବା ପାଇଁ ଅନେକ ସମୟରେ ଅତିରିକ୍ତ ବ୍ୟୟ କରିବାକୁ କୁଣ୍ଠିତ ହେଉନଥିଲେ। ତେଣୁ ଆୟ ବୃଦ୍ଧି ହେଲେ ମଧ୍ୟ ତାଙ୍କ ଦ୍ୱାରା ସଂସାରର ଋଣ ପରିଶୋଧ କିମ୍ବା ଅନ୍ୟ ବିଶେଷ ସ୍ୱଚ୍ଛଳତା ସମ୍ପାଦନ ହୋଇପାରିଲା ନାହିଁ। କାରଣ ସଂସାରୀ ହେଲେ ମଧ୍ୟ ସେ ସଞ୍ଚୟୀ ହୋଇପାରି ନଥିଲେ ଏବଂ ଅନେକ ସମୟରେ ଆୟ ଅପେକ୍ଷା ଅଧିକ ବ୍ୟୟ କରି ଏବଂ ରଘୁବୀର କୌଣସି ମତେ ଚଳାଇ ଦେବେ ଭାବି ସେ କାଳାତିପାତ କରିବାକୁ ଲାଗିଲେ। ଗଦାଧରଙ୍କ ସମ୍ବନ୍ଧରେ ରାମେଶ୍ୱରଙ୍କ ଚିନ୍ତା। କନିଷ୍ଠ ଭ୍ରାତା ଗଦାଧରଙ୍କୁ ପ୍ରାଣର ସହିତ ଭଲ ପାଉଥିଲେ ମଧ୍ୟ ଶ୍ରୀଯୁକ୍ତ ରାମେଶ୍ୱର ତାଙ୍କର ଶିକ୍ଷାର୍ଥୀ ଅଗ୍ରସର ହେଉଛି କି ନାହିଁ ସେ ବିଷୟରେ କଦାପି ଲକ୍ଷ୍ୟ କରୁନଥିଲେ, କାରଣ ସେ ଏପରି କରିବା ତାଙ୍କର ପ୍ରକୃତି ବିରୁଦ୍ଧ ଥିଲା। ତଦୁପରି ଅର୍ଥ ଚିନ୍ତାରେ ତାଙ୍କୁ ବିଭିନ୍ନ ସ୍ଥାନକୁ ଯିବା ଆସିବା କରିବାକୁ ପଡ଼ୁଥିଲା। ତେଣୁ ଏ ବିଷୟରେ ଦୃଷ୍ଟି ଦେବାକୁ ତାଙ୍କର ଇଚ୍ଛା ଓ ସମୟ ଉଭୟ ବସ୍ତୁର ଅଭାବ ହେଉଥିଲା। ପୁନଶ୍ଚ ଏତେ ଅଳ୍ପ ବୟସରେ ବାଳକର ଧର୍ମ ପ୍ରବୃତ୍ତିର ଅଦ୍ଭୁତ ପରିଣତି ଦେଖି ତାଙ୍କର ଦୃଢ଼ ଧାରଣା ହୋଇଥିଲା ଯେ ତାହାର ପ୍ରକୃତି ତାକୁ ସୁପଥ ବିନା କେବେ ମଧ୍ୟ କୁପଥରେ ପରିଚାଳିତ କରିବ ନାହିଁ। ପଲ୍ଲୀରେ ନର ନାରୀମାନେ ତାଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ସ୍ଥାପନ କରିବା ଏବଂ ତାଙ୍କୁ ପରମାତ୍ମା ବୋଧରେ ଭଲ ପାଇବାର ଦେଖି ସେହି ଧାରଣା ବଦ୍ଧମୂଳ ହୋଇଯାଇଥିଲା। କାରଣ ସେ ବୁଝିଥିଲେ ବିଶେଷ ସତ୍ ଓ ଉଦାର ଚରିତ୍ର ନ ହେଲେ କେହି କେବେ ହେଲେ ସଂସାରର ସମସ୍ତ ବ୍ୟକ୍ତିଙ୍କର ଚିତ୍ତାକର୍ଷଣ କରିପାରିବ ନାହିଁ। ସେଥିପାଇଁ ବାଳକର ଉଜ୍ଜ୍ୱଳ ଭବିଷ୍ୟତର କଳ୍ପନାପୂର୍ବକ ତାଙ୍କର ହୃଦୟ ଆନନ୍ଦିତ ହୋଇ ଉଠୁଥିଲା ଓ ସେ ସର୍ବଦା ନିଶ୍ଚିନ୍ତ ରହୁଥିଲେ। ସୁତରାଂ ରାମକୁମାରଙ୍କର କଲିକତା ଗମନ କାଳରେ ଗଦାଧର 13 ବର୍ଷରେ ପଦାର୍ପଣ କରି ଏକ ପ୍ରକାର ଅଭିଭାବକ ଶୂନ୍ୟ ହୋଇ ପଡ଼ିଲେ ଏବଂ ତାଙ୍କର ଉନ୍ନତ ପ୍ରକୃତି ତାଙ୍କୁ ଯେଉଁଠାକୁ ଟାଣିଲା ସେ ଏବେ ଅବାଧରେ ସେହି ପଥରେ ହିଁ ଚାଲିବାକୁ ଲାଗିଲେ। ଗଦାଧରଙ୍କ ମନର ବର୍ତ୍ତମାନ ଅବସ୍ଥା ଓ କାର୍ଯ୍ୟକଳାପ। ଆମେ ଏହା ପୂର୍ବରୁ ଦେଖିଛୁ ଯେ ଗଦାଧରଙ୍କର ସୂକ୍ଷ୍ମ ଦୃଷ୍ଟି ତାଙ୍କୁ ଏତେ ଅଳ୍ପ ବୟସରେ ହିଁ ପ୍ରତ୍ୟେକ ବ୍ୟକ୍ତିଙ୍କର ଓ କାର୍ଯ୍ୟର ଉଦ୍ଦେଶ୍ୟ ଲକ୍ଷ୍ୟ କରିବାକୁ ଶିଖାଇଥିଲା। ସୁତରାଂ ଅର୍ଥ ଲାଭରେ ସହାୟକ ହେବ ବୋଲି ପାଠଶାଳାରେ ବିଦ୍ୟାଭ୍ୟାସ ଓ ଟୋଲରେ ଉପାଧି ଭୂଷିତ ହେବାରୁ ଲୋକମାନେ ସଚେଷ୍ଟ ହୁଅନ୍ତି, ଏହା ବୁଝିବାକୁ ତାଙ୍କର ବିଳମ୍ବ ହୋଇନଥିଲା। ପୁଣି ଅଶେଷ କଷ୍ଟ ସ୍ୱୀକାରପୂର୍ବକ ସେହି ଅର୍ଥ ଉପାର୍ଜନ ଓ ତାଦ୍ୱାରା ସାଂସାରିକ ଭୋଗ ସୁଖ ଲାଭ କରି ଲୋକେ ତାହାର ପିତାଙ୍କ ସଦୃଶ ସତ୍ୟନିଷ୍ଠ ଚରିତ୍ର ବଳ ଓ ଧର୍ମ ଲାଭରେ ସକ୍ଷମ ହୁଅନ୍ତି ନାହିଁ, ଏହା ମଧ୍ୟ ସେ ଦିନକୁ ଦିନ ଦେଖିବାକୁ ପାଉଥିଲେ। ଗ୍ରାମର କିଛି କିଛି ପରିବାରସ୍ଥ ବ୍ୟକ୍ତିଗଣ ସ୍ୱାର୍ଥସୁଖର ଅନ୍ଧ ହୋଇ ବିଷୟ ସମ୍ପତ୍ତି ପାଇଁ ପରସ୍ପର ସହିତ ବିବାଦ ଓ ମାଲି ମକଦ୍ଦମାରେ ଜଡ଼ିତ ରହି ଗୃହ ବିଲ ଆଦିରେ ଦଉଡ଼ି ପକାଇ ଏହି ପଟ ମୋର ସେହି ପଟ ତାର ଇତ୍ୟାଦି ନିରୂପଣ କରି କିଛି ଦିନ ସେହି ବିଷୟ ଭୋଗ କରୁ କରୁ ସମାନ ସଦନ ଚାଲିଗଲେ। ଏପରି ଦୃଷ୍ଟାନ୍ତଗୁଡ଼ିକ ଅବଲୋକନ କରି ବାଳକ ବିଶେଷ ରୂପେ ବୁଝିଥିଲା ଯେ ଅର୍ଥ ଓ ଭୋଗଲାଳସା ମାନବ ଜୀବନରେ ଅନେକ ଅନର୍ଥ ଉପସ୍ଥିତ କରେ। ସୁତରାଂ ଅର୍ଥକାରୀ ବିଦ୍ୟାର୍ଜନରେ ଯେ ଏବେ ଦିନକୁ ଦିନ ଉଦାସୀନ ରହିବେ ଏବଂ ପିତାଙ୍କ ପରି ମୋଟା ଭାତ ମୋଟା ଲୁଗାରେ ସନ୍ତୁଷ୍ଟ ରହି ଈଶ୍ୱରଙ୍କ ପ୍ରୀତି ଲାଭକୁ ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ବୋଲି ବୁଝିବେ, ଏହା ବିଚିତ୍ର ନୁହେଁ। ସେଥିପାଇଁ ସମବୟସ୍କଗଣଙ୍କ ପ୍ରତି ଶ୍ରଦ୍ଧା ଯୋଗୁଁ ଗଦାଧର ପ୍ରାୟ ପ୍ରତିଦିନ ପାଠଶାଳାକୁ କୌଣସି ନା କୌଣସି ସମୟରେ ଗଲେ ମଧ୍ୟ ରଘୁବୀରଙ୍କ ସେବା ପୂଜା ଓ ଗୃହକର୍ମରେ ସାହାଯ୍ୟ ଦାନ ପୂର୍ବକ ତା ମାତାଙ୍କର ପରିଶ୍ରମ ଲାଘବ କରିବାରେ ଏବେଠାରୁ ତାଙ୍କର ଅଧିକ ସମୟ ଅତିବାହିତ ହେବାକୁ ଲାଗିଲା। ଏ ସମସ୍ତ କାର୍ଯ୍ୟରେ ବ୍ୟାପୃତ ହୋଇ ଦିନ ତୃତୀୟ ପ୍ରହର ପର୍ଯ୍ୟନ୍ତ ପ୍ରାୟତଃ ତାଙ୍କୁ ଏବେ ଗୃହରେ ରହିବାକୁ ପଡ଼ୁଥିଲା। ଗଦାଧରଙ୍କ ବିଦ୍ୟାର୍ଜନରେ ଉଦାସୀନତାର କାରଣ। ଏପରି ଧର୍ମ ପ୍ରବୃତ୍ତି ବର୍ଦ୍ଧିତ ହେଲେ ମଧ୍ୟ ଗଦାଧରଙ୍କ ବିଦ୍ୟାଭ୍ୟାସରେ ଅନୁରାଗ ସେତେ ପ୍ରବୃଦ୍ଧ ହେଲା ନାହିଁ। ପଣ୍ଡିତ ଓ ଭଟ୍ଟାଚାର୍ଯ୍ୟ ଆଦି ଉପାଧିଭୂଷିତ ବ୍ୟକ୍ତିମାନଙ୍କର ଐହିକ ଭୋଗ ସୁଖ ଓ ଧନଲାଳସା ଦେଖି ସେ ସେମାନଙ୍କ ପରି ବିଦ୍ୟାର୍ଜନରେ ଦିନକୁ ଦିନ ଉଦାସୀନ ହୋଇଯାଇଥିଲେ। କାରଣ ବାଳକର ସୂକ୍ଷ୍ମ ଦୃଷ୍ଟି ଏବେ ସମସ୍ତଙ୍କ କାର୍ଯ୍ୟର ଉଦ୍ଦେଶ୍ୟ ନିରୂପଣରେ ପ୍ରଥମରୁ ହିଁ ଅଗ୍ରସର ହେଉଥିଲା ଏବଂ ପିତାଙ୍କର ବୈରାଗ୍ୟ, ଈଶ୍ୱରଭକ୍ତି, ସତ୍ୟ, ସଦାଚାର ଓ ଧର୍ମପରାୟଣ ଆଦି ଗୁଣଗୁଡ଼ିକ